ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ମୁଁ ତ ସବୁ ପରିବା ମାର୍କେଟରୁ ନେଇକି ଆସି ସାରିଛି ସକାଳୁ, ଆଉ ଦୋକାନ ବି ଖୋଲି ସାରିଛି, ସବୁ ପରିବା ଦୋକାନରେ ସଜେଇକି ରଖିଛି। ଆଉ ଆପଣମାନଙ୍କୁ ଦେଖେଇବି ଆଜି କ'ଣ କ'ଣ ଆଣିଛି, ଆଉ ରେଟ୍ ବି କ'ଣ କ'ଣ ରହିଛି। ମୁଁ ଫାଷ୍ଟ ସାଙ୍ଗମାନେ ଆପଣମାନଙ୍କୁ ସବୁ ପରିବା ଦେଖେଇ ଦେଉଛି, ଆପଣମାନେ ପରିବା ଦେଖୁଥିବେ, ଆଉ ରେଟ୍ ବି ଆପଣମାନଙ୍କୁ କହିବି। ଆଉ ତରଭୁଜ ତ ଆଗରେ ପଡ଼ିଛି, ତରଭୁଜ କିଲୋ 18 ଟଙ୍କା, ଟିକେ 2 ଟଙ୍କା ରେଟ୍ କମେଇ ବିକୁଛୁ। ଆପଣମାନେ ପରିବା ସବୁ ଦେଖିଲେ। ଆଉ ସେଠି ଦେଖିପାରୁଥିବେ ଦେଶୀ ସାରୁ ଆଣିଛି କିଲୋ 50 ଟଙ୍କା, ଆଉ ଗୋଟା 10। ବାଇଗଣ ରେଟ୍ ବଢ଼ିଯାଇଛି, ବାଇଗଣ କିଲୋ 30 ଟଙ୍କା ଆମ ଦୋକାନରେ ବିକୁଛୁ। ଆଉ ସଜନା ଛୁଇଁ 40 ଟଙ୍କା କିଲୋ, ଦେଶୀ ସଜନା ଛୁଇଁ ଆପଣମାନେ ଦେଖିପାରୁଥିବେ, ଦେଶୀ ସଜନା କିଲୋ 40। ଆଉ ଦେଶୀ ପିଆଜ କିଲୋ 50 ଟଙ୍କା, ପୋଇ କିଲୋ 30, ପୋଟଳ 60, ସେ ଲମ୍ବା ବାଇଗଣ ବି 30 ଟଙ୍କା କିଲୋ। ଆଉ ଅମୃତଭଣ୍ଡା 20, ଜହ୍ନି କିଲୋ 40, ଟମାଟର 1.5 କିଲୋ 20, ଆଉ ଗାଜର କିଲୋ 30 ଟଙ୍କା। ଏଇଭଳିଆ ରେଟ୍ ରହିଛି ଏପଟରେ। ଆଉ ସେପଟରେ ବି ବହୁତ ସାରା ପରିବା ଅଛି, ଆପଣମାନଙ୍କୁ ଦେଖେଇବି, ଆଉ ରେଟ୍ ବି କମି ଚାଲନ୍ତୁ। ଏପଟରେ ଦେଖିପାରୁଥିବେ ଫୁଲକୋବି ଗୋଟା 20 ଟଙ୍କା ବିକୁଛି, ବନ୍ଧା ଗୋଟା 20, ଆଉ ଦେଶୀ କାକୁଡ଼ି ଆଣିଛି 40 ଟଙ୍କା କିଲୋ, ଦେଶୀ ଭେଣ୍ଡି ବି 60 ଟଙ୍କା, ମଟର ଛୁଇଁ 40, କଲରା କିଲୋ 40, ଲଙ୍କା 220 ଟଙ୍କା 110। ପଣସ କଠା ଦେଖିପାରୁଥିବେ ଗୋଟେ ଗୋଟେ କିଲୋ 1.5 କିଲୋ ହେବ 30 ଟଙ୍କା ଗୋଟା। ଆଉ ଫଳ ଅଙ୍ଗୁରୁ ଫଳ ତ ସବୁ ସରିଯାଇଛି, କାଲି ଆସିବ। ଆପଣମାନଙ୍କୁ ତ ସବୁ ପରିବା ଦେଖେଇଲି, ଆଉ ରେଟ୍ ବି କହିଲି। ଆଉ ଠିକ୍ ରେଟ୍ ଅଛି କି ନାହିଁ, ହାଟରେ କେତେ ରେଟ୍ ମୁଁ ତ ଜାଣିନି। ଆଉ ଦୋକାନରେ ମୋର ଏଇ ରେଟ୍। ଆଉ କାଲି କ'ଣ ପରିବା ଆଣିବି ଆପଣମାନଙ୍କୁ ପୁଣି ଭିଡ଼ିଓରେ ଦେଖେଇବି। ସାଙ୍ଗମାନେ ରହୁଛି, ଜୟ ଜଗନ୍ନାଥ।